Hello? Hello? Call is now being recorded. Hello? हाँ दीदी बाबू ସେ ଅଣ୍ଡା ବାଣ୍ଟିବା ଫଟୋଟା କି ଜଣା ପଡିବନି କି? फोटो तो नहीं वीडियो अच्छी ହଁ ଭିଡିଓ କାର ଫୋନରୁ ଉଠା ହେଇଛି ଫାଷ୍ଟ ସେଟା ଜଣା ପଡିବନି କି କଲେ? ମୁଁ ତ ଜାଣିନି ଜାଣିବା ପାଇଁ ଆମେ ପଚାରୁଛୁ। ହଁ ବାବୁ ହଁ ଇନକ୍ୱାରି ଟା ଜଣା ପଡିବ ନା କୋଉ ସିମ ରୁ ଉଠା ହେଇଛି କିଏ ଉଠେଇଛି କାର ଫୋନରୁ ସେଟା ଯାଇଛି ଇନକ୍ୱାରି କଲେ ପ୍ରକୃତରେ ସେ ଘଟଣା ହେଇଛି ନା ନାଇଁ ନା ଷଡଯନ୍ତ୍ର କରିଛନ୍ତି ନା ନାଇଁ ଜଣା ପଡିଯିବ ବାବୁ। ଆମର ସ୍କୁଲରେ 3ଟା ରୋଷେଇଆ ଏଇଠି 3ଟା ଥିଲେ ବର୍ତ୍ତମାନ 2ଟା ଅଛନ୍ତି। ହଁ କରେଣ୍ଟ ଗଲେ ପିଲାମାନେ ବିଞ୍ଚୁଛନ୍ତି ଶିକ୍ଷୟିତ୍ରୀ ମାନଙ୍କୁ ବିଞ୍ଚୁଛନ୍ତି ହେଲେ ମୁଣ୍ଡ ଚିପିନାହାନ୍ତି କି? ନାଇଁ ନାଇଁ ମୋ ପାଖରେ ଯୋଉଟା ଅଛି ସେଇଟା ଆପଣଙ୍କୁ ମୁଁ କହୁଛି। ପିଲାମାନଙ୍କୁ ମୁଣ୍ଡ ଚିପେଇବାଟା ଉଠେଇଥିଲେ ହେଇଥାନ୍ତା ଆମେ ଉଠେଇ ପାରିନୁ। ନାଇଁ ସେ କଥାଟା ଛଡା ଦିଦି ଶୁଣନ୍ତୁ ହେଇଯାଇଛି ଆପଣଙ୍କର ସ୍କୁଲର ମ୍ୟାଟର ବିଞ୍ଚେଇଛନ୍ତି ଆଉ କେଜଣ ମୁଣ୍ଡ ଚିପେଇଛନ୍ତି ସେ ଯାକ ଆମେ ଉଠେଇନୁ କିନ୍ତୁ ପ୍ରକୃତରେ ସେଟା ଯେତେବେଳେ ବିଚାର ହବ ସେଠି ମତେ ସେଟା ପଡିବ ନା। ସେ ଶୁଣ ଦିଦି ମୁଁ ସେ କଥା ପଚାରୁନି ଆପଣଙ୍କର ସ୍କୁଲର ଟିଚର ମାନେ ପିଲାମାନଙ୍କ ଦ୍ଵାରା ଯୋଉ ବିଞ୍ଚେଇ ହଉଛନ୍ତି ସେଥିପାଇଁ ଆପଣଙ୍କୁ ମୁଁ ପଚାରୁଛି ସେ କଥା ଆପଣ କୁହନ୍ତୁ। ସେଠି କଣ ହେଇଛି ନ ହେଇଛି ଆମେ ତ ଜାଣିନୁ ନା। ଜାଣିବା ପାଇଁ ଆପଣଙ୍କୁ ମୁଁ ପଚାରିଲି ଫୋନ କଲି। ହଁ ସେଇଟା କେତେବେଳେ ଇଏ କରିକି ଫଟୋ ଉଠେଇଥିବେ ମୁଁ ସେଇଟା ଏତେ ମୁଁ ଜାଣିନି ବାବୁ। ନାଇଁ ଆପଣଙ୍କର କଣ ମତାମତ ରହିବ ସେ ଜାଣିବା ପାଇଁ ବୋଲି ମୁଁ ଫୋନ କଲି। ଏଇ 2ଟା ଫ୍ୟୁଚର ମୋ ପାଖରେ ଆସିକି ପହଞ୍ଚିଲା। ହେଲେ ଆପଣଙ୍କର ମତାମତ ନେବାର ଅଛି ନା। ହଁ ତ ଆଉ ସେଇଟା ଆପଣଙ୍କର ସ୍କୁଲର ଆପଣଙ୍କର ଟିଚର ସେଇଟା ବସିଛି ସେ ପିଲା ଗୋଟେ ବିଞ୍ଚୁଛି ସେଇଠି ବହି ଧରିକି ଆଉ ଆପଣ ଏଚଏମ୍ ଅଛନ୍ତି ବୋଇଲେ ଆପଣଙ୍କୁ ହିଁ ଆମେ ପ୍ରଥମେ ପଚାରିବୁ ଆଉ ମିଛ କି? ମିଛ ନାହିଁ ନା ବିଞ୍ଚିବାଟା। ହଁ ସେଇଟା ହଉଛି କଥା ମୁଁ ଜାଣିବା ପାଇଁ ଫୋନ କଲି। ଆପଣଙ୍କର ମତାମତ କଣ ରହିବ ସେ ଉପରେ? ଫଟୋ ନଥିଲେ ବି ଘୋଷ ବୋଲି କୁହାହେଇଛି ମୁଣ୍ଡ ଘଷିଛନ୍ତି ପିଲା ନିଜେ କହିବେ ନା ଇଏ କଣ ମାନେ କିଏ କାହାକୁ ବିଞ୍ଚିଛନ୍ତି କିଏ କାହାକୁ ମୁଣ୍ଡ ଚିପିଛନ୍ତି ସେ ଯା କହିବେ ଆଉ। ନାଇଁ ସେ କଥା ମୁଁ ଜାଣିନି ମୁଁ ଯାହା ଦେଖିଲି ତା ପଚାରୁଛି ଯେ ଯୋଉ ବିଞ୍ଚି ବି କହିବିନି କି ବାବୁ ଫଟୋ ମାନେ ଆଖି ନ ଦେଖିବାଟା ମଧ୍ୟ ଭିତରେ କଣ କଣ ହେଇଯାଉଥିବ। ନାଇଁ ସେ କଥା ତ ଆମେ ଜାଣିନୁ ଆଉ ମୁଁ ଯୋଉଟା ଜାଣିଲି ଆପଣଙ୍କୁ ପଚାରିଲି। ଯେହେତୁ ଆପଣ ଏଚଏମ୍ ଅଛନ୍ତି ତ ଆମେ ଟିକେ ଆପଣଙ୍କର ମତାମତ ନେବାର ଅଛି ନା। ଏ ଯୋଉ ବିଞ୍ଛା ହେଇଛି ସେ ଉପରେ ଆପଣଙ୍କର ନଲେଜ ଅଛି କି ନା ନାଇଁ? ଫଟୋ ଅଛି ବୋଲୁଛନ୍ତି ଆଉ ସେଇଟା କେତେବେଳେ ହେଇଥିବ ନହେଲେ ପ୍ରୁଫ ଦେଖଉଛନ୍ତି ଆଉ ଏମିତି ମୁଁ ନାଇଁ ଫଟୋ ନାଇଁ ଭିଡିଓ ଅଛି। ସେଇଟାକୁ କେତେ ଦୂର ହବ ସେଇଟା ଆଉ ନ ସହି ପାରିକି କେତେ ହଇରାଣ ଦେଖାଯାଉ ହଇରାଣ କରାଯାଉ କଣ କରିବା। କଣ ଦିଦି? ଯେତେବେଳେ ନିର୍ଦ୍ଦୋଷତା ପ୍ରକୃତ ଦୋଷୀ ବାବୁ। ନାଇଁ ଆପଣଙ୍କର ଫଟୋ କିଛି ଆସିନି ନା। ଆମେ ଫଟୋ ରଖିନୁ ମାନେ ଆମେ ସବୁ ଉପର ବାଲା ହାତରେ ଛାଡିଛୁ। ନାଇଁ ଭିଡିଓଟା ନିଜେ ସବୁ ସେ ଭିଡିଓରେ ଆପଣ ନାହାନ୍ତି ଆପଣଙ୍କର ଟିଚର ଜଣେ ଅଛନ୍ତି ତାକୁ ଜଣେ ଷ୍ଟୁଡେଣ୍ଟ ମାନେ ଝିଅ ପିଲା ସିଏ ବିଞ୍ଚୁଛି ସେ କଥା ମୁଁ ପଚାରୁଛି ଆପଣଙ୍କୁ। ହଁ ବୋଇଲେ ଦେଖ ସେଟା ସତ ନ ହେଇଥିଲେ ଫଟୋ ହେଇଛି କେମିତି ମୁଁ ନାଇଁ ବୋଲି କେମିତି ହଁ 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 କହିପାରିବି। ହଁ ହଁ
ହେଇଥିବ ନା ଫଟୋ ପ୍ରୁଫ୍ ଅଛି। ଭିଡିଓ ଆଉ ମୁଁ କହିବା କଥା କଣ ମାନେ ହୁଁ ମୁହଁରୁ ପଚାରିକି ମଧ୍ୟ କେତେଟା ଆମେ ସଂଗ୍ରହ କରିପାରିବା। ସେ ଫଟୋ ଆମେ ପ୍ରମାଣ ନ ରଖିଥିଲେ ମଧ୍ୟ କେତେଟା କଥା ଆହୁରି ମଧ୍ୟ ହବ ଆଉ ପ୍ରକୃତ ଘଟଣା ହବ। ନାଇଁ ଆପଣଙ୍କ ପାଖରେ କଣ ଅଛି କି? ମୁଁ ସେଇଟା ଉପର ବାଲା ହାତରେ ଛାଡିଲି। ମୁଁ ଏମିତି ରଖିବା ଲୋକ ନାହିଁ। ଜଣକୁ ହଇରାଣ କରିବା ପାଇଁ ମୋର କେବେ ବି ମୁଁ ଚାହିଁବିନି। ମାନେ ଆମକୁ ଜଣେ ବିଚାର କରିବା ଲୋକ ଅଛନ୍ତି ବୋଲି ଆମେ ବୁଝି ଯାଇଛୁ ବାବୁ। ହୁଁ ଆମେ ନିଜେ କରିଦେଲେ ଇଏ ତ କରିଦେଲେ କହିକି ଆଉ ଆମର ସପୋର୍ଟିଂ ରେ ସଦାପ୍ରଭୁ ନଥିବେ। ତେଣୁକରି ମୁଁ ଯାହା ଦେଖିଲେ ବି ମୁଁ ପ୍ରୁଫ୍ ରଖିବା ପାଇଁ କେବେ ହିଁ ଚାହିଁବିନି। ସେଇଟା ପରମେଶ୍ୱର ହିଁ କରିବେ। ମୁଁ ତାଙ୍କ ହାତରେ ହିଁ ଛାଡିଛି ସବୁ। ମୁଁ ଏମିତି ଜଗତରେ ଦେଖେଇକି ମୁଁ ଜିତିଯିବି ଏମିତି କରିଦେବି ସେ ଭାବନା ମୋର ନାହିଁ। ହୁଁ ମିଛରେ ହାରିଲେ କଣ ଅସୁବିଧା ହେଇଗଲା। ମୁଁ ତ ପ୍ରୁଫ୍ ରଖିନି ଆଉ ହ୍ୟାଲୋ ରଖିବିନି ମଧ୍ୟ। ଜଣଙ୍କୁ ଖାଲିରେ ମୁଁ କେବେ ବି ହଁ ନା କୋଉଟା ହେଲେ ତ ଗୋଟେ କରିଥିବ ନା ଭିଡିଓ କରିବା ଲୋକ।